ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ ମାଧବୀ ନିଜକୁ ନିଜେ କହୁଥିବେ ଆଉ ଗୋଟିଏ ଭାଇ ପାଇଲି ବିକ୍ରାନ୍ତ। ତା ମୁଣ୍ଡରେ ଖାଲି ଗୋବର ହିଁ ଗୋବର ଲଦା ହୋଇଛି। ଆରେ ସିଏ କୋଉଠି ରହୁଛି, କୁଆଡେ ଯାଉଛି, କୋଉଠି ଅଛି, କୋଉଠି କଣ କରୁଛି, କିଛି ଖୋଜ ଖବର ନାହିଁ। ସେଇ ବୀଣା ପେଟରେ ବାଇଚାନ୍ସ ଯୋଉ ଛୁଆଟା ରହିଯାଇଛି ସିଏ ଜନ୍ମ ହୋଇକି ଭଲରେ ଭଲରେ ରହୁ, ଆଉ କିଛି ମୁଁ ଚାହେଁନି। ଠିକ୍ ଏଇ ସମୟରେ ବିକ୍ରାନ୍ତ ଫୋନ କରିବ। ଏହାପରେ ମାଧବୀ କହିବେ, ହେଇ କୋଉଠି ଯାଇକି ବୀଣା ପକେଇଛୁ? ସେ ବୀଣା ଛୁଆ କେମିତି ଅଛି? ଆରେ ତୁ ମତେ ଏଯାଏଁ ଫୋନ ତ କାହିଁକି କରିନଥିଲୁ? ଡକ୍ଟର କଣ କହିଲେ? ଆରେ ତା ଛୁଆ ଠିକ୍ ଅଛି ତ? ଏହାପରେ ବିକ୍ରାନ୍ତ କହିବେ, ହ୍ୟାଲୋ ଦିଦି, ତୁ ଟିକେ ନିଶ୍ୱାସ ନେଇକି ପଚାରେ।